କରିଥିବାରୁ ମୁଁ ଦୁହିତା। ଘରର ସମସ୍ତ ଭାର ବହନ କରୁଥିବାରୁ ମୁଁ ଭାର୍ଯ୍ୟା। ଯୌବନର ଆଦି ପର୍ଯ୍ୟାୟରେ ସ୍ୱାମୀର ମଙ୍ଗଳକାରିଣୀ ପ୍ରତିବ୍ରତା। ମୁଁ ଶକ୍ତି, ପୁଣି ମୁଁ ହିଁ ସୀତା। ସମୁଦ୍ର ପକ୍ଷରେ ଅମାପ ପରିସୀମା ସଦୃଶ ବିଶାଳ ମୋ ମମତା। ତେଣୁ ମୁଁ ମା। ମୁଁ ସେଇ ନାରୀ ଯିଏ ତାର ଜୀବନର ଦୁଃଖକୁ ଏକ ଅଚଳ ପାହାଡ଼ ପରି ବୁକରେ ସାଇତି ରଖିଛି। ତେଣୁ ମୁଁ ଗୃହରାଣୀ, ଗୃହିଣୀ। ତଥାପି ମୋ ମନରେ ଆଜି ଗୋଟିଏ ପ୍ରଶ୍ନ। ସମସ୍ତଙ୍କୁ ଭାଗ ଭାଗ କରି ପ୍ରେମ ବାଣ୍ଟି ଦେଉଥିବା ଏଇ ନାରୀ ପାଇଁ ଅଧୁନା ସମାଜରେ ନାରୀ ନିଷ୍ପେଷିତ, ପ୍ରପୀଡ଼ିତ, ଲାଞ୍ଛିତ, ଅବହେଳିତ ବ୍ୟବସ୍ଥାରେ ତେବେ କାହିଁକି ମୋ ପାଇଁ ଏତେ କଷ୍ଟ, ଏତେ ଯନ୍ତ୍ରଣା, ଏତେ ନିନ୍ଦା ଅପମାନ? ତେବେ ମୋର ଏଇ ଯନ୍ତ୍ରଣାପୂର୍ଣ୍ଣ ଜୀବନରେ ମୋର ଅଧିକାର ବୋଲି କ'ଣ କିଛି ନାହିଁ? ତେବେ କାହିଁକି ମୋ ଉପରେ ଏତେ ସମାଜର କ୍ରୂର ଲୋଲୁପ ଦୃଷ୍ଟି? କାହା ପାଇଁ ମୋର ଏ ସଂଘର୍ଷ? ଆଜି ମୋର ଏ ଅବସ୍ଥା ପାଇଁ ଦାୟୀ କିଏ? ସମାଜର ନାରୀର ସ୍ୱାଧୀନତା, ସମାନତା ଅଧିକାର ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ ପଞ୍ଜରମ ୟୁପି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ତରଫରୁ एप्रोन टा